ଆଜିର ବିଜୁବାବୁଙ୍କ ତିରୋଧାନ ଦିବସରେ ସେଦିନ ମନେ ପଡୁଛି ଯୋଉଦିନ ବିଜୁବାବୁଙ୍କର ଦେହାନ୍ତ ହୋଇଥିଲା। ତାଙ୍କୁ ପୁରୀ ନେଇକରି ଯାଉଥିଲୁ ଆମେ, ବୁଝିଲେ। ଆଉ ଏବେ ଯେଉଁମାନେ କହୁଛନ୍ତି ଡିଣ୍ଡିମ ପିଟୁଛନ୍ତି, ଖାଲି ଗୋଟେ ଜିନିଷଟେ ଜାଣିବା କଥା ଯେ ଯେଉଁମାନେ ବେଶୀ ଭାଷଣ ଦେଉଛନ୍ତି କେବେ ବିଜୁବାବୁଙ୍କ ସାଙ୍ଗରେ ଥିଲେ, ବିଜୁବାବୁଙ୍କୁ ନିକଟରେ କେବେ ଦେଖିଛନ୍ତି, ବିଜୁବାବୁଙ୍କ ପାଖରେ କେବେ କଥା ହେଇଛନ୍ତି, ଯେଉଁମାନେ ଏସବୁ କେବେ କରିନାହାନ୍ତି ସେମାନେ ଆଜିକାଲି ବେଶୀ ଭାଷଣ ଦେଉଛନ୍ତି। ଆଉ ଆପଣ ନବୀନ ପଟ୍ଟନାୟକ କଥା କହିବେ, ଆପଣମାନଙ୍କର ସମସ୍ତଙ୍କର ପରିବାର ଅଛି, ବାପା ମା ସ୍ତ୍ରୀ ପିଲା ଛୁଆ ନେଇକରି ଆପଣମାନେ ରହୁଛନ୍ତି। ଆପଣ ଚିନ୍ତା କରନ୍ତୁ, ଯେତେବେଳେ ବାପା ନିଜର ପୁଅକୁ ଛାଡ଼ିକିରି ନିଜର ଘରକୁ ତ୍ୟାଗ କରିଦେଇକିରି ଅନ୍ୟ ଜାଗାରେ ଯାଇକିରି ରହିବ, ଅନ୍ୟର ଘରେ ଯାଇକିରି ଆଶ୍ରୟ ନେବ, ସେ ପୁଅ କହିବ ମୋର ବାପା ମରିଗଲା ପରେ, ମଲା ପର୍ଯ୍ୟନ୍ତ କାହିଁ କେବେ ତମର ବାପା ହେଇକି ନଥିଲା। ଆଜି କିନ୍ତୁ ଡିଣ୍ଡିମ ପିଟୁଛନ୍ତି। ଧନ୍ୟବାଦ ଦେବି କୋଉ ଜୀବନରେ ନବୀନ ପଟ୍ଟନାୟକ ତପସ୍ୟା କରିଥିଲା କେଜାଣି, ସିଧା ଉଡ଼ାଜାହାଜରେ ଉଡ଼ିକିରି ଆସିଲା। ବିଜୁ ପଟ୍ଟନାୟକର ପୁଅ ବିଜୁ ପଟ୍ଟନାୟକର ନାଁଟାକୁ ନେଇକିରି ଓଡ଼ିଶାଟାକୁ 24 ବର୍ଷ ଶାସନ କଲା। ଯୋଉ ବିଜୁ ପଟ୍ଟନାୟକ ନେଇକିରି ଓଡ଼ିଶା ଆଜି ଗର୍ବ କରୁଛୁ, ଆମେ ସମସ୍ତେ ଗର୍ବ କରୁଛୁ, ସେ ଓଡ଼ିଶାର ପୁଅ ପାଇଁ, ତାର ପୁଅ ହେଇକିରି 24 ବର୍ଷ ଯିଏ ଶାସନ ଆଦିରେ ଆକୁ ବସେଇଲା ବିଜୁ ପଟ୍ଟନାୟକ, ସେ ଓଡ଼ିଆ ଭାଷାକୁ ଇଏ ଶିଖିପାରିଲାନି। ୟାଠୁ ଆଉ ଦୁଃଖର କଥା କ'ଣ ହବ? ସିଏ ଆଜି କହିବ ମୁଁ ବାପାର ଶ୍ରାଦ୍ଧବାର୍ଷିକୀ ପାଳନ କରିବି, ୟା ମଲା ଉତ୍ତରୁ ପାଳନ କଲେ କିଛି ମୂଲ୍ୟ ଅଛି? ବଞ୍ଚିଥିଲା ଯାକ ତ ତାକୁ କେହି ପଚାରିଲନି। ଅନ୍ୟମାନେ ଯାଇକିରି ତାର ହସ୍ପିଟାଲରେ ସେବା କଲେ, ଅନ୍ୟମାନଙ୍କର ଘରେ ରହିଲା, ଅନ୍ୟମାନେ ତାଙ୍କର ସେତେବେଳେ ଦେଖାଶୁଣା କରୁଥିଲେ। ଏବେ ପାଟିତୁଣ୍ଡ କଲେ, ଏତେ ଡିଣ୍ଡିମ ପିଟିଲେ କିଏ ଶୁଣିବ? ଲୋକେ ଜାଣିନଥିଲେ, ଯେତେବେଳେ ଲୋକ ଅନୁଭବ କଲେ, ଖାଲି ଲୋକ ଅନୁଭବ କରିନାହାନ୍ତି, ନବୀନ ପଟ୍ଟନାୟକ ନିଜେ ବି ଅନୁଭବ କଲେ ଯେ ଲୋକ ଅଶ୍ଳୀଳତା ଜାଣିଦେଲେଣି। ମୁଁ ବିଜୁ ପଟ୍ଟନାୟକର ପୁଅ ହେଲେ ମଧ୍ୟ ବିଜୁ ପଟ୍ଟନାୟକର କିଛି ସେବା କରିନି। ବିଜୁ ପଟ୍ଟନାୟକ ଆମ ପାଖରେ ନ ରହିକିରି ବାହାରେ ଅନ୍ୟ ଜଣଙ୍କ ଘରେ ରହୁଥିଲେ, ଏ କଥା ଓଡ଼ିଶାବାସୀ ଜାଣିସାରିଲେଣି। ସେ ଓଡ଼ିଆ ଭାଷା ଶିଖିପାରିଲେନି, ଏଇ କଥା ମର୍ମେ ମର୍ମେ ଓଡ଼ିଆ ଜାତି ଆଜି ଅନୁଭବ କରିସାରିଲାଣି। ଏ କଥା ଭାବିଲା ପରେ ତାର ଗୋଡ଼ ତଳେ ଏବେ ମାଟି ଖସିଗଲାଣି। ବିଜୟ ମହାପାତ୍ର ଏବଂ ଅମର ଶତପଥୀ ଏବଂ ଦିଲ୍ଲୀପ ରାୟ ସେଭଳିଆ କିଛି ପୁରୁଣା ନେତା ଯେଉଁମାନେ ପୂର୍ବରୁ ମଧ୍ୟ ବିଜେଡିରେ ଥିଲେ, ସେମାନେ ଆଜି ଏକାଠି ହେଇଛନ୍ତି ଏବଂ ବିଜେଡି ନେଇକି ଗୋଟେ ନୂଆ ଦଳ। ନା, ଏମାନେ ତ ଥିଲେ, ଏ ଯେତେ ଜଣକୁ ଦେଖୁଛନ୍ତି ଆପଣ ଆଜି କରୁଛନ୍ତି, ଏ ବିଜୁ ଜନତା ଦଳର ଜୀବନଦାତା କହିଲେ ଅତ୍ୟୁକ୍ତି ହବନି। ଏମାନେ ହିଁ ବିଜୁ ଜନତା ଦଳ ଗଢ଼ିଥିଲେ। ସେଦିନ ମୁଁ ବି ଥିଲି ତାଙ୍କ ସାଙ୍ଗରେ। ଏ ବିଜୁ ଜନତା ଦଳର ନିର୍ମାତା ହଉଛୁ ଆମେମାନେ, ବିଜୟ ମହାପାତ୍ର, ନଳିନୀ ମହାନ୍ତି, ଏ ଯୋଉ କିଏ ଦିଲ୍ଲୀପ ରୟ, ଆମର ଯେତେ ସବୁ ଆପଣ ଦେଖୁଛନ୍ତି, ସମସ୍ତେ ଇଏ ବିଜୁ ଜନତା ଦଳର ଗଢ଼ିଛନ୍ତି ପ୍ରତିଷ୍ଠାତା। ଏ ନବୀନ ପଟ୍ଟନାୟକ ଆଇରେ ତିଳେ ମାତ୍ର ଯୋଗଦାନ ନାହିଁ। ସେମାନେ ଯଦି ନୂଆ ପାର୍ଟି କରନ୍ତି, ନୂଆ ଆଞ୍ଚଳିକ ଦଳ କରନ୍ତି, କାହାର କ୍ଷତି ହେବ ସାର୍? କ'ଣ ରାଜନୀତି, ଓଡ଼ିଶା ରାଜନୀତି କ'ଣ? ସେମାନଙ୍କୁ ବିଜୁ ପଟ୍ଟନାୟକର ଲୋକ ବୋଲି ଲୋକେ ସେମାନଙ୍କୁ କିଛି ଭଲ ପାଇପାରନ୍ତି। ସେ ତ କ'ଣ ହବ ନ ହବ ଭବିଷ୍ୟତ କହିବ। କିନ୍ତୁ ଯେହେତୁ ବିଜୁ ପଟ୍ଟନାୟକ ସାଙ୍ଗରେ ଦୀର୍ଘ ଦିନ ଏମାନେ ଥିଲେ, ବିଜୟ ମହାପାତ୍ରଙ୍କ ଅବଦାନ ବହୁତ ଅଛି। ଏ ବିଜୁ ଜନତା ଦଳକୁ ସେମାନେ ଗଠନ କରିଥିଲେ, ତେଣୁ ଲୋକେ ତାକୁ କ'ଣ କହିବେ, ଏବେଠି କିଛି କହିବାଟା ଠିକ ହବନି ଏବଂ ତାର ଭବିଷ୍ୟତ କ'ଣ ହବ ଏ କଥା ବି ଆମେ କହିପାରୁନୁ। କିନ୍ତୁ ଏଇଟା ସୁନିଶ୍ଚିତ କଥା, ଏଇଟା ଠିକ କଥା ଯେ ଯେଉଁମାନେ ଆଜି କରୁଛନ୍ତି ସେମାନେ ବିଜୁ ପଟ୍ଟନାୟକର ପ୍ରକୃତ ଦାୟିତ୍ୱ, ଏ କଥାକୁ କେହି ମନା କରିପାରିବେ। ନିଶ୍ଚିତ ବିଜୁ ପଟ୍ଟନାୟକ ଏ ଯୋଉ କ'ଣ ବିଜେଡି ବୋଲି ଆପଣ ଭାବୁଛନ୍ତି, ନବୀନ ପଟ୍ଟନାୟକ ଯୋଉ କେତେ ଜଣ ଡିଣ୍ଡିମ ମାରୁଛନ୍ତି, ନବୀନ ପଟ୍ଟନାୟକ ହାତ ହଲେଇଲେ ଭୋଟ ହେଇଯାଉଛି, ନବୀନ ପଟ୍ଟନାୟକ ଗୋଟେ ଛିଡା ହେଇଗଲେ ଭୋଟ ହଉଛି। ଏଥିରେ କେବେ ବି ଭୋଟ ହଉନଥିଲା, ଆଜି ବି ହଉନି, ଭବିଷ୍ୟତରେ ବି ହବନି। କେବଳ ବିଜୁ ପଟ୍ଟନାୟକର ନାଁ ଲାଗି, ବିଜୁ ପଟ୍ଟନାୟକର ଇଏ ଲାଗି, ତାର ପ୍ରତିଷ୍ଠାତା ଲାଗି
ଆଜି ବିଜୁ ଜନତା ଦଳ ଛିଡ଼ା ହେଇଛି ଏବଂ ଯେତେବେଳେ ଦେଖିବେ ଲୋକେ ଯେ ବିଜୁ ଜନତା ଦଳର ପ୍ରକୃତ ଦାୟିତ୍ୱ ଯୋଉମାନେ ସେମାନେ ଛାଡ଼ିକିରି ନୂଆ ଦଳ କରୁଛନ୍ତି ହୁଏତ ଲୋକ ତାଙ୍କୁ ସପୋର୍ଟ କରିପାରନ୍ତି ନିଶ୍ଚିତ ଭାବରେ କ୍ଷତି ହବ ଭାବିବାର କ'ଣ ଅଛି ନୂଆ ଆଞ୍ଚଳିକ ଦଳ କ'ଣ ହବ କ'ଣ ନାହିଁ କହିପାରିବିନି କିନ୍ତୁ ଲୋକେ ଭଲ ଭାବରେ ଜାଣିଛନ୍ତି ନା ଏମାନେ ବିଜେପି ବିଜୁ ପଟ୍ଟନାୟକର ଅନ୍ତରଙ୍ଗ ଲୋକ ଥିଲେ ବୋଲି ଦୀର୍ଘ ଦିନ ଏମାନେ ବିଜୁ ପଟ୍ଟନାୟକ ସାଙ୍ଗରେ ଥିଲେ ନବୀନ ନିବାସ ୟାଙ୍କର ଥିଲା ବିଜେଡି କହୁଛି ଯେ ବିଜେପି ଏମାନଙ୍କୁ ଲଗେଇକି ଗୋଟେ ନୂଆ ଦଳ ତିଆରି କରୁଛି ବିଜେଡିକୁ ଭାଗିବା ପାଇଁ ଆରେ ବିଜେପି ତମକୁ ପୁରା ଆଶ୍ରୟ ନଥିଲା ବିଜେପି ସାଙ୍ଗରେ ଥିଲ ବିଜେପି କି କାହାର ଆଶ୍ରୟଦାତା ହେଇକିରି କେବେ ଚଳିବାକୁ ଚାହେଁନି ବିଜେପି ଗୋଟେ ବିରାଟ ସଂଗଠନ ପୃଥିବୀର ନମ୍ବର 1 ପାର୍ଟି ଯାହାର ନେତୃତ୍ୱ ନେଉଛନ୍ତି ମନମୋହନ ସାମଲ ଏବଂ ନିତିନ ନବୀନ এইটে বিজেপি কোটে বিজেডি কোটে তার ঔকাত কোণ ଅଛି বিজেপি କହିବା ପାଇଁ ସେ ଔକାତ ହିଁ ବିଜେଡିର ନାହିଁ ନବୀନ ପଟ୍ଟନାୟକର ନାହିଁ ଏବେ କହୁছে ଆଉ 5 ମିନିଟ୍ ତଳେ ଯାଇକିରି 5 ଘଣ୍ଟା ପରେ ଯାଇକିରି କ'ଣ ଯାଇକି ଦିଲ୍ଲୀରେ ଗୋଡ଼ ତଳେ ପଡ଼ିଯିବ ସେଥିପାଇଁ ୟାର ମୂଲ୍ୟ କିଛି ନାହିଁ ବିଜେପିର କହିବାର ଔକାତ ତାଙ୍କର ନାହିଁ ବିଜେପି ଗୋଟେ ବଡ଼ ଦଳ ବିଜେପିର ଲଗେଇବ କ'ଣ କରିବ କ'ଣ ୟାଙ୍କ ଦଳ ଭାଗିବାକୁ ଯାଉଛି କେବେ ଇଏ ଲୋକଙ୍କ ସାଙ୍ଗରେ ମିଶିଥିଲା କେବେ କୋ ଏମଏଲଏଙ୍କ ସାଙ୍ଗରେ ମିଶିଥିଲା ମୁଁ କଥା ହଉଥିଲି କିଛି ବିଧାୟକ ମାନଙ୍କ ସାଙ୍ଗରେ ବିଜୁ ଜନତା ଦଳର ଧନ୍ୟବାଦ ଦେଲେ ଯେ ଭାଇ ଯାଉ ଆପଣମାନେ ଏତିକି କରିବା ଯୋଗୁଁ ନବୀନ ପଟ୍ଟନାୟକ ତ ଆମକୁ ଟିକେ ପଚାରୁଛି ଏବେ ଡାକୁଛି ଏବେ କଥା ହଉଛି ଏବେ ଆମକୁ ଚିହ୍ନିବାକୁ ଚେଷ୍ଟା କରୁଛି ଏବେ ସେତିକି ମଧ୍ୟ କେବେ ପଚାରୁ ନଥିଲା ନବୀନ ପଟ୍ଟନାୟକ ଆମକୁ ତେଣୁ ସେମାନେ ଆମକୁ ଧନ୍ୟବାଦ ଦଉଛନ୍ତି ଆଉ ଏମିତି କହିଲେ କେମିତି ହବ ସାର୍ ଆଉ ଗୋଟେ ଯଦି କଥା କହିବା ବର୍ତ୍ତମାନ ଡିଲିମିଟେସନ୍ ହେବ କାଲି ଅମିତ ଶାହା ମଧ୍ୟ କହିସାରିଲେଣି ପାଖାପାଖି ସିଟ୍ ସଂଖ୍ୟା ଓଡ଼ିଶାରେ ବଢ଼ିବ ଆଉ କୁହାଯାଉଛି 50% ବଢ଼ିପାରେ ସେଇ ଆଧାରରେ ଏମ୍ପି ସିଟ୍ ପାଖାପାଖି 31ରୁ 32 ହେଇପାରେ ବିଧାନସଭା ସିଟ୍ ଯଦି ଆମେ କହିବା ପାଖାପାଖି 200 ପାଖାପାଖି 15+ ହେବ ତ ୟାକୁ କେମିତି ଦେଖନ୍ତି ଆପଣ ସିଟ୍ ସଂଖ୍ୟା ବଢ଼ିବ ଯେଉଁ କଥା କୁହାଯାଉଛି ସବୁଠୁ ନରେନ୍ଦ୍ର ମୋଦିଙ୍କୁ ସାରା ଭାରତ ନାହିଁ ସାରା ପୃଥିବୀରେ ଧନ୍ୟବାଦ ଦେଉଛନ୍ତି ଆଜି 33% ମହିଳା ଆଜି ରିଜର୍ଭେସନ ହେବ ନାରୀ ଶକ୍ତି କି ନାରୀ ବନ୍ଦନା କାର୍ଯ୍ୟକ୍ରମ ଆମର ଚାଲିଛି ନାରୀଙ୍କୁ ଶକ୍ତି ନାରୀଙ୍କୁ ସମ୍ମାନ ଦେବାର ମୋଦିଠୁ ଅଧିକ କିଏ ଦେବାର ଶିଖିଛି କି ଜାଣିଛି କି ଆଜି ପର୍ଯ୍ୟନ୍ତ କିଏ ଦଉଥିଲେ ମହିଳାମାନଙ୍କୁ ସମ୍ମାନ ବୋଲି ଜିନିଷ କିଏ ଦଉଥିଲେ ଆଜି 33% ରିଜର୍ଭେସନ କରିକିରି ଯେଉଁ ସମ୍ମାନ ଦଉଛନ୍ତି ନରେନ୍ଦ୍ର ମୋଦି ତାଙ୍କୁ ଚାରିଆଡ଼ୁ ପ୍ରଶଂସାର ସୁଅ ଧନ୍ୟବାଦର ସୁଅ ଛୁଟୁଛି ଆମ ଅନ୍ତରରୁ ଆମେ ସମସ୍ତେ ତାଙ୍କୁ ଧନ୍ୟବାଦ ଦେଉଛୁ ଯାହା ହଉ ଏତେ ବଡ଼ କାର୍ଯ୍ୟକ୍ରମ ଆଜି ସେ କଲେ ଇଏ ହେଲା ଗୋଟେ କଥା ଦ୍ୱିତୀୟ କଥା ଡିଲିମିଟେସନ୍ ଯେତେବେଳେ ଏତେ ସିଟ୍ ବଢ଼ିବ ଲୋକ ସଂଖ୍ୟା ବଢ଼ିଗଲାଣି ତାର ଅନୁପାତିକ ଭାବରେ ଏବେ ଲୋକସଭା ସଦସ୍ୟ ସଂଖ୍ୟା ବଢ଼ିବ ତା ଅନୁପାତରେ ବିଧାନସଭା ସଦସ୍ୟ ସଂଖ୍ୟା ବଢ଼ିବ ସେଥିପାଇଁ କାହାର କ'ଣ କ୍ଷତି ହେବ ତାର ତ ମୋର୍ ଦେନ୍ 50% କି 50% ଯେତେବେଳେ ସିଟ୍ ବଢ଼ିବ ଭଲ ହେବ ଲୋକେ ଭଲ ଭାବରେ ପାଇବେ ଏମ୍ପି ଗୋଟେ ପାଇବେ ଏମଏଲଏ ଗୋଟେ ପାଇବେ ତାଙ୍କର ଯେଉଁ ଯାହା କହିବା କଥା ତାଙ୍କର ଯାହା ସୁବିଧା ଅସୁବିଧା ଲୋକ ସେଥିପାଇଁ ରାଜନେତା ମାନେ ବୁଝିବା ପାଇଁ ସୁବିଧା ପାଇବେ ସେଥିପାଇଁ ଲୋକେ ବି ଖୁସି ଯେ ଯାଉ ଡିଲିମିଟେସନ୍ ହଉ ଏବଂ ଆମର ଯେଉଁ ଦାବି ଅଛି ଆମର ଯେଉଁ ସ୍ୱାର୍ଥ ଅଛି ଲୋକଙ୍କର ତାଙ୍କର ଯେଉଁ କାମ ଆଞ୍ଚଳିକ କାମ ଅଛି ନିଜ ନିର୍ବାଚନ ମଣ୍ଡଳୀର ଗୋଟେ ନେତା ଯାଇକିରି ବୁଝନ୍ତୁ ଏବଂ ତାଙ୍କର ଯେଉଁ ଦାବି ଇଏ ସେ ଉତ୍ତରଦାୟୀ ରହିବା କଥା ନେତାମାନେ ଉତ୍ତରଦାୟୀ ରୁହନ୍ତୁ ସାର୍ ବଡ଼ କଥା ହେଉଛି ଆପଣ ଦେଖିବେ ଗଞ୍ଜାମ ଗୋଟେ ବଡ଼ ଜିଲ୍ଲା କୁହାଯାଏ ଗଞ୍ଜାମରେ ଏମ୍ପି ସିଟ୍ ସଂଖ୍ୟା ବଢ଼ିପାରେ ନିଶ୍ଚିତ ଭାବରେ ବଢ଼ିବ କେନ୍ଦୁଝର ସୁନ୍ଦରଗଡ଼ ଅନେକ ଜିଲ୍ଲା ରହିଛି ଯେଉଁଥିରେ କି ଲୋକ ସଂଖ୍ୟା ଦୃଷ୍ଟିରୁ ବହୁତ ଅଧିକା ସେଇ ସବୁ ଜିଲ୍ଲାରେ ବଢ଼ିବ ବୋଲି କୁହାଯାଉଛି ନିଶ୍ଚିତ ଭାବରେ ବଢ଼ିବା ଦରକାର ନା ଯୋଉଠି ଲୋକ ସଂଖ୍ୟା ବଢ଼ିଗଲାଣି ସେଇଠି ଯଦି ଏମ୍ପି ଏମଏଲଏ ସିଟ୍ ଅଧିକା ହେବନି କେମିତି ହେବ ଲୋକଙ୍କର କଥାଟାକୁ ବିଧାନସଭାରେ ଲୋକସଭାରେ ଉପସ୍ଥାପନ କରିବା ପାଇଁ ତାଙ୍କର ଅସୁବିଧାଟାକୁ ତାଙ୍କର ଯାହା ଉନ୍ନତିମୂଳକ କାମ କରିବା ପାଇଁ ସୁବିଧା ହେବ ସେଥିପାଇଁ ଲୋକେ ଚାହୁଁଛନ୍ତି ଡିଲିମିଟେସନ୍ ହଉ ବିଧାନସଭା ସଂଖ୍ୟା ବଢ଼ୁ ଲୋକସଭା ସଂଖ୍ୟା ବଢ଼ୁ ଏବଂ ଯେଉଁ 33% ଦେଇଛନ୍ତି ଏବେ ମୋଦି ସମସ୍ତଙ୍କୁ ସୁଯୋଗ ମହିଳାମାନଙ୍କ ପାଇଁ ଇଏ ବି ମହିଳାମାନେ ବହୁତ ଖୁସି ମହିଳାମାନଙ୍କର ଭାଗିଦାରିତା ବଢ଼ିବ ଏବଂ ଓଡ଼ିଶାର ଭାରତର ଉନ୍ନତି ହେବ
ବିକାଶର ଆଗକୁ ଚାଲିବ ଏଇ କଥା ହିଁ ଦରକାର। ନବୀନ ବାବୁ କହୁଛନ୍ତି ଯେ ଡିଲିମିଟେସନ ହେଲେ ଓଡ଼ିଶାର ରାଜନୈତିକ ଅଧିକାର ମିଳିବ 11 ବଢ଼ିବା କଥା କିନ୍ତୁ ମାତ୍ର 8 ମିଳିବ। କାହିଁକି ସେମିତି ହବ? ସେମିତି ହେବାର ନାହିଁ। ନିୟମ ଅନୁପାତିକ ଦୃଷ୍ଟିକୋଣରୁ ସାରା ଭାରତ ପାଇଁ ଗୋଟେ ନିୟମ ହେଉଛି। ଓଡ଼ିଶା କ'ଣ ଭାରତ ବର୍ଷରୁ ବାଦ? ନରେନ୍ଦ୍ର ମୋଦି ଓଡ଼ିଶାକୁ ଏତେ ଭଲ ପାଆନ୍ତି, ଯୋଉଠିକି ମୋହନ ମାଝୀ ଅଛନ୍ତି, ମନମୋହନ ସାମଲ ଅଛନ୍ତି, ସେଇଠି ଓଡ଼ିଶା ପ୍ରତି କ'ଣ ଖରାପ କରିବେ? ଏତେ ଯୋଉ ଭଲ ପାଇବାଟା ନରେନ୍ଦ୍ର ମୋଦିଙ୍କର, ସେଥିରେ ସାରା ଭାରତ ପାଇଁ ଯାହା କରିବେ ଓଡ଼ିଶା ପାଇଁ ମଧ୍ୟ ସେଇ ହବ ଠିକ ଭାବରେ। ନବୀନ ବାବୁ ଭୁଲ ତଥ୍ୟ ଦେଇକି ବିଭ୍ରାନ୍ତି କରିବାକୁ ଚାହୁଁଛନ୍ତି କି ଯେ 7 ନବୀନ ବା ଶୁଣ ଭାଇ ଗୋଟେ କଥା, ନବୀନ ବାବୁ କେବେ କ'ଣ ଜାଣନ୍ତି? କେବେ କ'ଣ ଫାଇଲରେ ଯାହା ଯିଏ ଦବ ସିଗ୍ନେଚର କରିବା କଥା ଛଡ଼ା ଅନ୍ୟ କଥା ଏବେ ମଧ୍ୟ ଯାହା କହୁଛନ୍ତି ସେ ଜାଣିନଥିବେ। ଏ ଅନୁପାତିକ କ'ଣ, ଏମପି କେତେ ବଢ଼ିବେ, ଏମଏଲଏ ପଢ଼ିଲେ କ'ଣ ହବ, କ୍ଷତି କେତେ, ଲାଭ କେତେ, ଏହା ନବୀନ ବାବୁଙ୍କର ବୁଝିବା ବାହାରେ। ତାକୁ କିଏ ଗୋଟେ ଟ୍ୟୁସନ କରୁଥିବ, ସେ ଟ୍ୟୁସନରେ ସେ ଯାହା କହିବା କଥା କହୁଥିବେ, ୟା ଛଡ଼ା ଅନ୍ୟ କିଛି ନାହିଁ।